ଗୁଳୁଗୁଳି ଖରା ଯେଉଁଭଳି ରହିଛି ଗ୍ରୀଷ୍ମ ପ୍ରବାହ ଜାରି ରହିଛି ତାକୁ ଟିପିସିଓ ଏମିତି ବଡ଼ମ୍ବାରେ ଯେଉଁ କରେଣ୍ଟ କାଟୁଛି ଯାହାଫଳରେ କି ସାଧାରଣ ଜନତା ଗୋଟେ ଅତିଷ୍ଠ ହେଇଗଲେ କ'ଣ କହିବେ? ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ କିଛି ଦିନ ତଳେ ମାସେ ତଳେ ବୋଧେ ରିଭ୍ୟୁରେ ଏବଂ ଘୋଷଣା କରିଥିଲେ ଯେ କୌଣସି ଉପାୟରେ ଯଦି ଇଲେକ୍ଟ୍ରିକ୍ କାଟ୍ ହେବ ତାହେଲେ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ତେଣୁ ବର୍ତ୍ତମାନ ମନମୁଖୀ ଭାବରେ କଟୁଛି ଏବଂ ଇଲେକ୍ଟ୍ରିକ୍ ୟୁଟିଲିଟି କମ୍ପାନୀ କେବଳ ତା'ର ରେଭିନ୍ୟୁ କେମିତି ପାଇବ ସେଇଥିପାଇଁ ବ୍ୟସ୍ତ ଅଛି, ସର୍ଭିସ୍ ଦେବାରେ ବ୍ୟସ୍ତ ନାହିଁ। ଏବଂ ବଡ଼ମ୍ବା ନରସିଂହପୁରରେ ବିଶେଷକରି ଯେଉଁଟା ରିମୋଟ୍ ଏରିଆ ଏବଂ ଯାହାର ଆମେ ସିଷ୍ଟମ୍ ଅପଗ୍ରେଡେସନ୍ ପାଇଁ ଗୋଟେ ସ୍ୱତନ୍ତ୍ର ଗ୍ରିଡ୍ ଆମେ କରିଥିଲୁ, ସବଗ୍ରିଡ୍ ମଧ୍ୟ ଧୋବଣୀ ନାଳଠୁ ଆରମ୍ଭ କରି ବଡ଼ମ୍ବା କଥା ଯଦି କହୁଛନ୍ତି ଆମର ଗୋପପୁରଠୁ ନେଇକରି ନରସିଂହପୁର ପଞ୍ଚମୀ ଛକ ଯାଏଁ ଏବଂ ମର୍ଦ୍ଦମୁଖ ଯାଏଁ ସାଗର ଯାଏଁ ଏ 5ଟି ଜାଗାରେ ଆମର ସବଗ୍ରିଡ୍ ମଧ୍ୟ ହେଇଥିଲା। ବିଶାଳ ଗ୍ରିଡ୍ ଉଚ୍ଚ କାପାସିଟିର ସେଇଟା ବି ନରସିଂହପୁରରେ ହେଇଥିଲା। ତାହେଲେ ନୂଆପାଟଣାରେ ଆମ ଗ୍ରିଡ୍ ଥିଲା, ଆମ ଆବଶ୍ୟକତା ନାହିଁ ବୋଲି ଡିପାର୍ଟମେଣ୍ଟ କହୁଥିଲେ, କିନ୍ତୁ ତାକୁ ଆମେ କରିକି ଫ୍ୟୁଚର ଏହା ଦରକାର ହେବ କହିକିରି ଆମର ଯେମିତି ଭୋଲ୍ଟେଜ୍ ଠିକ୍ ରହୁ ଏସବୁର ପରମାନେଣ୍ଟ ବ୍ୟବସ୍ଥା କରିବା ପାଇଁ 50 ବର୍ଷ ଯାଏଁ ଯେମିତି ପ୍ରୋବ୍ଲେମ୍ ନ ହେବ କରାହେଇଥିଲା। କିନ୍ତୁ ତା ଭିତରେ ଯେଉଁ ସିଷ୍ଟମ୍ ଗୁଡ଼ାକ ଯେଉଁଟା ୱେର୍ ଆଣ୍ଡ ଟିୟର୍ ହେଉଛି, ଟ୍ରାନ୍ସଫର୍ମର କେଉଁଠି ପଡ଼ିଗଲା, କେଉଁଠି ତା'ର ସେ ଶଙ୍ଖ ଯାହାକୁ କହୁଛନ୍ତି ଦେଶୀ ଭାଷାରେ ସେଗୁଡ଼ା ସବୁ କେଉଁଠି ଡ୍ୟାମେଜ୍ ହେଇଗଲା, ଏଗୁଡ଼ା ସବୁ ରିପେୟାର କରିବା କଥା। ଏବଂ LT ଲାଇନ୍ ହେଉ କି HT ଲାଇନ୍ ହେଉ ଏଗୁଡ଼ା ଠିକଣା ଭାବରେ ନ କରାଯାଉଥିବା ଯୋଗୁଁ, ସର୍ଭିସ୍ ନ ଦେବା ଯୋଗୁଁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାରେ ପଡ଼ୁଛନ୍ତି। ତେଣୁ ଏଇ ଯେଉଁ ଉପଭୋକ୍ତାମାନେ କଷ୍ଟ ଭୋଗୁଛନ୍ତି, ଉପଭୋକ୍ତାମାନେ ବି ରାସ୍ତାକୁ ଆସୁଛନ୍ତି। କାଲି ଆମେ ଅଲ୍ ଓଡ଼ିଶାରେ ଉପଭୋକ୍ତାର ଯେଉଁ ବିଭିନ୍ନ ଦଳ 12ଟି ଦଳ ମିଶିକରି କରିଥିଲେ, ସେଥିରେ ଆମକୁ ବି ଆମନ୍ତ୍ରଣ କରିଥିଲେ ଯେ ଯୋଗ ଦେଇଥିଲୁ। ତେଣୁ ସେ ଆଲୋଚନା ବି ହେଉଛି। ତେଣୁ ଆମର ବଡ଼ମ୍ବା ନରସିଂହପୁରରେ ଯେହେତୁ ଆମେ ବ୍ୟବସ୍ଥା କରିଛେ, ଆଗରୁ ଷ୍ଟେପ୍ ନେଇଛେ, ତେଣୁ ବାକି ଯେଉଁ ଭୁଲ ଭଟକା ଯେଉଁ ସିଷ୍ଟମ୍କୁ ଏଇ ଯେଉଁ ମେଣ୍ଟେନାନ୍ସ ଠିକଣା ଭାବରେ କରିବା କଥା ତାକୁ କରାଯିବା ପାଇଁ ଆମ ଦାବି ଲୋକମାନେ ଦାବି କରନ୍ତି। ଏବଂ ଲୋକମାନେ ଯେମିତି ଦହଗଞ୍ଜ ନ ହୁଅନ୍ତି ତା ଦେଖିବା ବି କେବଳ ପଇସା ଆଦାୟ କରିବା ନୁହେଁ, କେବଳ ସ୍ମାର୍ଟ ମିଟର ଲଗାଇବା ନୁହେଁ, କମ୍ପାନୀମାନଙ୍କର ଗୁରୁ ଦାୟିତ୍ୱ ଏବଂ ଡିପାର୍ଟମେଣ୍ଟ ତାକୁ ଦେଖିବା ସରକାରର ଦାୟିତ୍ୱ ରହିଛି। ଦ୍ୱିତୀୟରେ ଶୁଣିବାକୁ ମିଳୁଛି ଯେ ଯେଉଁ ଗ୍ରିଡ୍ ଅଧିକ ଉତ୍ପାଦନ କରିବ ଇଲେକ୍ଟ୍ରି ଏବଂ ବଞ୍ଚେଇ ରଖିପାରିବ ତାକୁ ସରକାର କୁଆଡ଼େ ଦେବେ ପୁରସ୍କାର। ବାହାରେ କରେଣ୍ଟ ବିକ୍ରି ପାଇଁ ରାଜ୍ୟ ସରକାରଙ୍କର ପ୍ରୟାସ। ମୁଁ ଜାଣିନି କ'ଣ ତାଙ୍କ ସ୍କିମ୍ ଅଛି, ସେ କେତେ ଜାଣିଲେ ହିଁ ମୁଁ ସେ ବିଷୟରେ କମେଣ୍ଟ ଦେବି। କାରଣ କ'ଣ ଗ୍ରିଡ୍ କରିଛନ୍ତି, ଏବେ ତ ବାହାରିଲାଣି ଯେ ଯେଉଁ ସୋଲାର ଗ୍ରିଡ୍ କରୁଥିଲେ ସେଥିରେ ତାକୁ ହୁଇଲିଂ ଚାର୍ଜ କିଏ ଦେବ, ଇଭାକୁଏସନ୍, ଏ ବିଷୟରେ ସନ୍ଦିହାନ, ତା ଭିତରେ ଡାଉଟ୍ ଅଛି। ତେଣୁ ମୁଁ ତାଙ୍କ କ'ଣ ନୂଆ ପଲିସି କରୁଛନ୍ତି କି କରିବେ କି କ'ଣ ଚାଲୁଛନ୍ତି ତା ବିଷୟରେ ଜାଣିଲେ ହିଁ ମୁଁ କମେଣ୍ଟ ଦେଇପାରିବି। ଯେଉଁଭଳି ଦରଦାମ ଆଦି ବୃଦ୍ଧି ହେଉଛି ସରକାରରେ, ତୈଳ ଦର ଦେଖନ୍ତୁ, ଖାଇବା ତେଲ ଦେଖନ୍ତୁ ଏବଂ ଅନ୍ୟାନ୍ୟ ସବୁ ସାମଗ୍ରୀ ଜିନିଷ ଦେଖନ୍ତୁ, ଗୋଟେ ମଧ୍ୟବିତ୍ତ ପରିବାର ପୁରା ତା'ର ଶାଣିତ ହେଇଯାଉଛି। କେମିତି ଦେଖୁଛନ୍ତି? ଦରଦାମର ଯେଉଁ ଭାରା, କାରଣ ବର୍ତ୍ତମାନର ଯେଉଁ ସରକାର ଶାସନରେ ଅଛି, ବିଜେପି ନେତୃତ୍ୱାଧୀନ ସରକାର 14 ମସିହାରେ ଆସିବା ଆଗରୁ ପୂର୍ବ ସରକାର ଯେତେବେଳେ ଥିଲେ ତାଙ୍କୁ ସମାଲୋଚନା କରୁଥିଲେ। ନିଜେ ମାନନୀୟ ମୋଦିଜୀ ଭାଷଣ ଆପଣ ଦେଖିଥିବେ ୟୁଟ୍ୟୁବରେ କି ଅଛି, ସବୁ ଲୋକ ଦେଖୁଛନ୍ତି, ତାକୁ ରିପିଟ୍ ବି କରୁଛନ୍ତି। ସେଥିରେ ସେ କହୁଥିଲେ ଯେ ଯଦି ତେଲ ରେଟ୍ $108 ସେତେବେଳେ ହେଇଯାଇଥିଲା, ଅଶୋଧିତ ତୈଳ ଯେଉଁ ବ୍ୟାରେଲ୍ $108 ହେଲାବେଳେ 51 ଟଙ୍କା ଯେତେବେଳେ ପେଟ୍ରୋଲ ରେଟ୍ ଥିଲା, ସେତେବେଳେ କ୍ରିଟିସାଇଜ୍ କରୁଥିଲେ ଯେ କେମିତି ଦେଖନ୍ତୁ କେତେ ଲୋକଙ୍କ ଉପରେ ବୋଝ ପଡ଼ିଯାଉଛି। ଆଉ ଆଜି 14 ପରେ ଏମିତି ସ୍ଥିତି ହେଲା ଭଲ ଯେ ପୃଥିବୀରେ ଯେ $35ରୁ $55-60 ଯାଏଁ ତେଲ ତାରି ଭିତରେ ରହିଲା। ଏ ରୁଷ ୟୁକ୍ରେନ୍ ଯୁଦ୍ଧ ବେଳେ ଟିକେ 70-80 ଯାଇଥିଲା ଡଲାର ଅଶୋଧିତ ତୈଳ। ତାହେଲେ ଅଏଲ୍ କମ୍ପାନୀମାନେ ଯେଉଁମାନେ ଅଛନ୍ତି, IOCL, ଇଣ୍ଡିଆନ୍ ଅଏଲ୍ କମ୍ପାନୀ, ଯେଉଁଟା HPCL, BPCL ଆଉ ପେଟ୍ରୋନେଟ୍, ଏ ଯେଉଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଛନ୍ତି ସରକାରଙ୍କର, କେନ୍ଦ୍ର ସରକାରଙ୍କର, ଏମାନେ ପ୍ରଚୁର ଲକ୍ଷ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି। ଆଉ ଆଜି ଯଦି ଆଳ ଦେଖେଇବେ ଯେ ଯୁଦ୍ଧ ହେଇଗଲା ବୋଲି ବଢ଼ିଯାଉଛି, ଗଲା ସରକାର କ'ଣ କରୁଥିଲେ ନା ବଣ୍ଡ ଦେଉଥିଲେ, ଇସ୍ୟୁ କରୁଥିଲେ ଏବଂ ଯେଉଁ ବଜେଟ୍ର ଯେଉଁ ଡେଫିସିଟ୍ ସେଥିରେ ଆଡ଼ଜଷ୍ଟ କରୁଥିଲେ।
रिजर्व बैंक आज जो फेडरल बैंक से आज 3 लाख कोटी टका दौर सहयोग करुच्ची अर्थनीति की फेडरल गवर्नमेंट तेणु ये कहीं बंद नक से आउ गोटे कथा कहला ओडिशा रे जो बीजेपी केन्द्र में आसला 14 पर ओडिशा तो 24 जाए 24 मसीहा जाए नवीन बाबू सरकार था से बीजेपी नेता मैंने बड़ बड़ कुहाट मारुले जे राज्य सरकार कहीं जीएसटी रे डीजेल और तेल को भर्ती कर दूना ताले तेल रेटा कमिज केन्द्र अधा बुझ राज्य अधा बुझ किंतु कहीं भाट को छाड़ी देछन भाट आ जो एक्साइज कम्युनिटी तार जो मिसिक जो बोझ से बहुत अधिका हो जाए कहीं 17 मसीह तो है एबे तो तुम्हें 2 वर्ष आसिले पूरा डबल इंजिन सरकार कहीं तुम्हें प्रस्ताव करी कहीं जीएसटी रे भर्ती करन तेल और डीजेल एवं कहीं सेतबेलर सरकार तो 14 मसीहा आगु $108 $110 थिला बेले तेल रेट को 51 ରୁ 60 भितर रखीला बेले तुम्हें कहीं आज 110 130 जाए नेल 150 हम बोली आज आकाश कहीं मार्केट फोर्सेस को कहार स्वार्थपाई गोटे सप्ताह 4 थर 5 थर बढ़ेगी माने मार्केट को छाड़ी देते तार बंड आने ता विरुद्ध इन लिeu ऑफ दिया लोक खाउटी उपर साधारण लोक उपर गरीब तो मरुच निम्न मध्यवित्त जहाँ कहले मध्यवित्त तांको उपर बोझ पड़ुछ ये बोझ कहीं सरकार गोटे संवेदनहीन सरकार लोकों ऊपर बोझ पकाउछंती।